ଝିଅସିଓ 13 ପର୍ବ। ଏହି ସମୟରେ ଝିଅସିଓ ବୃଦ୍ଧ ଓ ଗତବୟସ୍କ ହୋଇଥିଲେ। ପୁଣି ସଦାପ୍ରଭୁ ତାହାଙ୍କୁ କହିଲେ, ତୁମେ ବୃଦ୍ଧ ଓ ଗତବୟସ୍କ ହେଲ, ମାତ୍ର ଏବେ ବହୁତ ଦେଶ ଅଧିକାର କରିବାକୁ ଅବଶିଷ୍ଟ ଅଛି। ସେ ଅବଶିଷ୍ଟ ଦେଶ ଏହି ପଲେଷ୍ଟିୟମାନଙ୍କ ସମସ୍ତ ମଣ୍ଡଳ ଓ ଗସୁରୀୟମାନଙ୍କର ସମସ୍ତ ଅଞ୍ଚଳ, ଅର୍ଥାତ୍ ମିଶର ସମ୍ମୁଖସ୍ଥିତ ସିଂହଠାରୁ ଇକ୍ରୋଣର ଉତ୍ତର ସୀମା ପର୍ଯ୍ୟନ୍ତ କିଣାଣିୟମାନଙ୍କ ଦେଶ, ଘସାତୀୟ, ଅସ୍ଦୋୟ, ଅସ୍କଲିନୀୟ, ଗାତୀୟ ଓ ଇସ୍କ୍ରୋଣର ପଲେଷ୍ଟିୟ, ଏହି 5 ଅଧିପତିମାନଙ୍କର ଦେଶ। ଆଉ ଦକ୍ଷିଣ ଦିଗସ୍ଥ ଅର୍ଦ୍ଧିୟମାନଙ୍କର ଦେଶ, କିଣାଣିୟମାନଙ୍କର ସମସ୍ତ ଦେଶ ଓ ଇମୋରିୟମାନଙ୍କର ସୀମାସ୍ଥିତ ଅଫେକ୍ ପର୍ଯ୍ୟନ୍ତ ସିଦୋନୀୟମାନଙ୍କର ଅଧୀନ ମିଆରା। ପୁଣି ଗିବ୍ଲିୟମାନଙ୍କର ଦେଶ ହର୍ମୋନ ପର୍ବତର ତଳସ୍ଥିତ ବାଲଗାଦ ଠାରୁ ହମାତରେ ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସୂର୍ଯ୍ୟୋଦୟ ଦିଗସ୍ଥ ସମସ୍ତ ଲିବାନୋନ ଠାରୁ ମିଶ୍ର ଫୋତ୍ମଇମ୍ ପର୍ଯ୍ୟନ୍ତ ପର୍ବତ ନିବାସୀ ସମସ୍ତ ସିଦୋନମାନଙ୍କର ଦେଶ। ଆମେ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ସେମାନଙ୍କୁ ତଡ଼ିଦେବା। ତୁମ୍ଭେ ଆମ ଆଜ୍ଞାନୁସାରେ ତା ଅଧିକାର କରିବା ପାଇଁ ଇସ୍ରାଏଲକୁ କେବଳ ବାଣ୍ଟି ଦିଅ। ଏ ନିମନ୍ତେ ଏବେ ଅଧିକାର ନିମିତ୍ତ 9 ବଂଶକୁ ଓ ମନଶୀର ଅଧବଂଶକୁ ଏହି ଦେଶ ବିଭାଗ କରିଦିଅ। ତାହା ସଙ୍ଗେ ରୁବେନୀୟ ଓ ଗାଦୀୟ ଲୋକମାନେ ଜର୍ଦ୍ଦନର ପୂର୍ବ ପାରିରେ ମୋଶା ଦତ୍ତ ଆପଣା ଆପଣା ଅଧିକାର ପାଇଛନ୍ତି, ଯେହେତୁ ସଦାପ୍ରଭୁଙ୍କ ସେବକ ମୋଶା ସେମାନଙ୍କୁ ଅର୍ଣ୍ଣନ ଉପତ୍ୟକା ନିକଟସ୍ଥ ଅରୈୟାଠାରୁ ଏବଂ ଉପତ୍ୟକା ମଧ୍ୟବର୍ତ୍ତୀ ନଗର ଦିବନ ପର୍ଯ୍ୟନ୍ତ ମେଦବାର ସମସ୍ତ ସମଭୂମି ଆଉ ଅମନ ସନ୍ତାନଗଣର ସୀମା ପର୍ଯ୍ୟନ୍ତ ହିସବୋନରେ କର୍ତ୍ତୃକକାରୀ ଇମୋରିୟମାନଙ୍କର ସିହୋନ ରାଜାର ସମସ୍ତ ନଗର, ପୁଣି ଗିଲିୟଦ ରାଷ୍ଟ୍ରୀୟମାନଙ୍କର ମାଖାଥୀୟମାନଙ୍କର ଅଞ୍ଚଳ ଓ ସମୁଦାୟ ହର୍ମୋନ ପର୍ବତ ସଲଖା ପର୍ଯ୍ୟନ୍ତ ସମସ୍ତ ବାସନ, ଅର୍ଥାତ୍ ଅଷ୍ଟାରତରେ ଓ ଇଦ୍ରିୟରେ ରାଜ୍ୟତକାରୀ ରଫାଇୟମାନଙ୍କ ମଧ୍ୟରେ ଅବଶିଷ୍ଟ ଓଗ୍ ବାସନ ରାଜ୍ୟ ଦେଇଥିଲା, କାରଣ ମୋଶା ଏମାନଙ୍କୁ ପରାଜୟ କରି ଘଉଡ଼ାଇ ଦେଇଥିଲେ। ତଥାପି ଇସ୍ରାଏଲ ସନ୍ତାନଗଣ ରାଷ୍ଟ୍ରୀୟମାନଙ୍କୁ ଓ ମାଥାଖିୟମାନଙ୍କୁ ଘଉଡ଼ାଇ ଦେଲେ ନାହିଁ। ସେହି ରାଷ୍ଟ୍ରୀୟ ଓ ମାଥାଖିୟମାନେ ଆଜି ଯାଏଁ ଇସ୍ରାଏଲ ମଧ୍ୟରେ ବାସ କରୁଛନ୍ତି। କେବଳ ଲେବି ବଂଶକୁ ସେ କିଛି ଅଧିକାର ଦେଲେ ନାହିଁ। ତାହା ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ଅଗ୍ନିକୃତ ଉପହାର ତାହାର ଅଧିକାର ହେଲା। ପୁଣି ମୋଶା ରୁବେନ ବଂଶର ସନ୍ତାନଗଣକୁ ସେମାନଙ୍କ ବଂଶ ଅନୁସାରେ ଅଧିକାର ଦେଲେ। ଅର୍ଣ୍ଣନ ଉପତ୍ୟକା ନିକଟସ୍ଥ ଅରାୟରଠାରୁ ସେମାନଙ୍କ ସୀମା ଥିଲା ଓ ଉପତ୍ୟକା ମଧ୍ୟବର୍ତ୍ତୀ ନଗର ଓ ମେଦବା ନିକଟସ୍ଥ ସମସ୍ତ ସମଭୂମି, ହିସବୋନ ଓ ସମଭୂମିସ୍ଥିତ ଦିବନ ଓ ବାମତ ବାଲ ଓ ବୈଥମାଲ ମିଓନ, ଜହସ, କଦେମୋତ, ମେଫାତ ଓ କରିୟାଖିମ, ସିବ୍ମା ଓ ତଳଭୂମିର ପର୍ବତସ୍ଥ ସେରତ ସହର ଓ ବୈପିୟର, ଅସଦୋତ, ପିକ୍ସା ଓ ବୈତ ଜିସ୍ମୋତ ତହିଁର ଏହି ସମସ୍ତ ନଗର, ପୁଣି ସମଭୂମି ସ୍ଥିତ ସମସ୍ତ ନଗର ଓ ହିସବୋନରେ ରାଜତ୍ୱକାରୀ ଇମୋରିୟମାନଙ୍କର ସିହୋନ ରାଜାର ସମୁଦାୟ ରାଜ୍ୟ, କାରଣ ମୋଶା ତାହାକୁ ଓ ସେହି ଦେଶ ନିବାସୀ ମିଦିୟନର ପ୍ରଧାନ ବର୍ଗ ଇବି ଓ ରେକମ ଓ ସୁର ଓ ହୁର ଓ ରେବା ନାମକ ସିଓନର ଏହି ଅଧିପତିମାନଙ୍କୁ ବିନାଶ କରିଥିଲେ। ଇସ୍ରାଏଲ ସନ୍ତାନଗଣ ଖଡ୍ଗଧାରରେ ଯେଉଁମାନଙ୍କୁ ବଧ କରିଥିଲେ ସେମାନଙ୍କ ମଧ୍ୟରେ ବିୟରର ପୁତ୍ର ମନ୍ତ୍ରଜ୍ଞ ବିଲିୟମକୁ ମଧ୍ୟ ବଧ କରିଥିଲେ। ଆଉ ଜର୍ଦ୍ଦନ ଓ ତହିଁର ଅଞ୍ଚଳ ରୁବେନର ସନ୍ତାନଗଣର ସୀମା ଥିଲା। ରୁବେନ ସନ୍ତାନମାନଙ୍କର ବଂଶାନୁସାରେ ଏହିସବୁ ନଗର ତହିଁର ଗ୍ରାମ ସମେତ ସେମାନଙ୍କର ଅଧିକାର ହେଲା। ଆଉ ମୋଶା ଗାଦବଂଶୀୟ ଗାଦ ସନ୍ତାନମାନଙ୍କୁ ସେମାନଙ୍କ ବଂଶାନୁସାରେ ଅଧିକାର ଦେଲେ। ଜାସେର ଓ ଗିଲିୟଦର ସମସ୍ତ ନଗର ଓ ରଦାର ସମ୍ମୁଖସ୍ଥ ଅରୈୟର ପର୍ଯ୍ୟନ୍ତ ଅମନ ସନ୍ତାନଗଣର ଅର୍ଦ୍ଧ ଦେଶ ସେମାନଙ୍କର ସୀମା ହେଲା। ପୁଣି ହିସବୋନ ଠାରୁ ରାମତ ମିସ୍ପି ଓ ବଟନିମି ପର୍ଯ୍ୟନ୍ତ ମହନିୟମ ଠାରୁ ଦବିର ସୀମା ପର୍ଯ୍ୟନ୍ତ ଓ ତଳଭୂମିରେ ବୈଥାରମ ଓ ବୈଥନିମ୍ରା ଓ ସୁକତ ଓ ସାଫନ ଓ ହିସବୋନ ଓ ସିହୋନ ରାଜାର ଅବଶିଷ୍ଟ ରାଜ୍ୟ, ପୁଣି ଜର୍ଦ୍ଦନର ପୂର୍ବ ତୀରସ୍ଥ କିନ୍ନେରତ ହ୍ରଦର ପ୍ରାନ୍ତ ପର୍ଯ୍ୟନ୍ତ ଜର୍ଦ୍ଦନ ଓ ତହିଁର ଅଞ୍ଚଳ। ଗାଦର ସନ୍ତାନମାନଙ୍କର ବଂଶାନୁସାରେ
ଏହିସବୁ ନଗର ତହିଁର ଗ୍ରାମ ସମେତ ସେମାନଙ୍କର ଅଧିକାର ହେଲା। ଆଉ ମୋଶା ମନଶୀର ଅର୍ଦ୍ଧବଂଶକୁ ଅଧିକାର ଦେଲେ। ମନଶୀ ସନ୍ତାନଗଣର ବଂଶାନୁସାରେ ତାହା ସେମାନଙ୍କର ଅର୍ଦ୍ଧବଂଶର ହେଲା। ସେମାନଙ୍କର ସୀମା ମହନିୟମ ଠାରୁ ସମସ୍ତ ବାସନ ଦେଶ, ବାସନର ରାଜା ଓଗର ସମସ୍ତ ରାଜ୍ୟ ଓ ବାସନର ଅନ୍ତର୍ଗତ ଜାଇରର ସମସ୍ତ ଉପନଗର, ଏ ରୂପେ 60 ନଗର। ପୁଣି ଅର୍ଦ୍ଧ ଗିଲିୟଦ ଓ ଅଷ୍ଟାରୋତ ଓ ହିଦ୍ରିୟ ଓ ଓଗୋର ବାସନ ରାଜ୍ୟସ୍ଥିତ ଏହି ନଗର ମନଶୀର ପୁତ୍ର ମାଖିରର ସନ୍ତାନଗଣର ବଂଶାନୁସାରେ ମାଖିରର ସନ୍ତାନଗଣର ଅର୍ଦ୍ଧବଂଶର ହେଲା। ଜର୍ଦ୍ଦନ ପୂର୍ବ ପାରିରେ ଜିରିହ ନିକଟସ୍ଥ ମୋଆବ ପଦାରେ ମୋଶା ଏହିସବୁ ଅଧିକାର ବିଭାଗ କରିଦେଲେ। ମାତ୍ର ମୋଶା ଲେବି ବଂଶକୁ କୌଣସି ଅଧିକାର ଦେଲେ ନାହିଁ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସେମାନଙ୍କ ପ୍ରତି ଆପଣା ବାକ୍ୟାନୁସାରେ ସେମାନଙ୍କ ଅଧିକାର ଅଟନ୍ତି।